ହିନ୍ଦୁ ଧର୍ମରେ ଭଗବାନ ବିଷ୍ଣୁଙ୍କୁ ପାଳନକର୍ତ୍ତା କୁହାଯାଏ। ଭଗବାନ ବିଷ୍ଣୁ ସବୁ ଦେବତାଙ୍କ ଠାରୁ ଶ୍ରେଷ୍ଠ ଅଟନ୍ତି। ଭଗବାନ ବିଷ୍ଣୁ କେତେଥର ପୃଥିବୀ ନଷ୍ଟ ହେବା ପୂର୍ବରୁ ରକ୍ଷା କରିଛନ୍ତି। ଏ କଥା ସତ ଯେ ଭଗବାନ ବିଷ୍ଣୁ ଯେତେ ପ୍ରେମ ନିଜ ଭକ୍ତକୁ କରନ୍ତି ସେତିକି ପ୍ରେମ ମାତା ଲକ୍ଷ୍ମୀକି ବି କରନ୍ତି। ଏକଥା ବହୁତ କମ୍ ଲୋକ ଜାଣନ୍ତି। ଥରେ ଭଗବାନ ବିଷ୍ଣୁ ମାତା ଲକ୍ଷ୍ମୀଙ୍କୁ ଅଭିଶାପ ଦେଇଥିଲେ। ସେହି କାରଣରୁ ମାତା ଲକ୍ଷ୍ମୀ ମାଳି ଘରେ ଚାକରାଣୀ ହେଇଥିଲେ। ଏମିତି କୁହାଯାଏ ସତ୍ୟଯୁଗରେ ଗୋଟିଏ ଥର ଶ୍ରୀହରି ବିଷ୍ଣୁ ପୃଥିବୀ ଯିବାକୁ ମନ କଲେ। ଯେବେ ମାତା ଲକ୍ଷ୍ମୀଙ୍କୁ ଏକଥା ଜଣାପଡ଼ିଲା ସେ ବି ପୃଥିବୀକୁ ଯିବା ପାଇଁ ଜିଦି କଲେ। ଭଗବାନ ଶ୍ରୀ ବିଷ୍ଣୁ କହିଲେ, ତୁମେ ଗୋଟିଏ ସର୍ତ୍ତରେ ମୋ ସହିତ ଯାଇପାରିବ। କଥା ଏହା ଅଟେ କି ତୁମେ ପୃଥିବୀ ଯିବା ପରେ ଉତ୍ତର ଦିଗକୁ ଯିବ ନାହିଁ। ମାତା ଲକ୍ଷ୍ମୀ ବଚନ ଦେଲେ ଯେ ଉତ୍ତର ଦିଗକୁ ଯିବା ତ ଦୂରର କଥା, ସେ ଅନେଇବେ ନାହିଁ। ଯେବେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀ ପୃଥିବୀରେ ପାଦ ରଖିଲେ ଶୁଖିଲା ମୂର୍ଚ୍ଛା ଫୁଲ ବି ଖେଳିବାକୁ ଲାଗିଲେ। ଯେଉଁଠି ବର୍ଷ ବର୍ଷ ଧରି ଅକାଳ ପଡ଼ିଥିଲା ସେହି ଜାଗାରେ ବର୍ଷା ହେଲା। ପୃଥିବୀକୁ ଏହି ପ୍ରସନ୍ନତାକୁ ଦେଖିକରି ମାତା ଲକ୍ଷ୍ମୀ ନିଜକୁ ଅଟକେଇ ପାରିଲେ ନାହିଁ। ଉତ୍ତର ଦିଗକୁ ଚାଲିଗଲେ। ମାତା ଲକ୍ଷ୍ମୀ ଦେଖିଲେ ଗୋଟିଏ ଖୁବ୍ ସୁନ୍ଦର ଫୁଲ ବଗିଚାଟିଏ ଅଛି, ଯେଉଁଠି ପୁଷ୍ପର ମନମୋହକ ବାସ୍ନା ଆସୁଛି। ଏହା ଦେଖିକରି ମାତା ଲକ୍ଷ୍ମୀ ସେ ବଗିଚାକୁ ଚାଲିଗଲେ। ଗୋଟିଏ ସୁନ୍ଦର ଫୁଲ ତୋଳିକରି ଭଗବାନ ବିଷ୍ଣୁଙ୍କୁ ଦେଲେ। ଭଗବାନ ବିଷ୍ଣୁ ଦେଖିବା ମାତ୍ରେ ତାଙ୍କ ଆଖିରୁ ଲୁହ ବାହାରି ଆସିଲା। ଭଗବାନ ବିଷ୍ଣୁ କହିଲେ, ତମେ ବଚନ ଭାଙ୍ଗିଛ। ପୃଥିବୀରେ ଏହା ନିୟମ ଅଛି, ଯିଏ ଏଠାରେ ଭୁଲ କରେ ତାଙ୍କୁ ଶାସ୍ତି ଅବଶ୍ୟ ମିଳେ। ତାପରେ ଭଗବାନ ବିଷ୍ଣୁ ମାତା ଲକ୍ଷ୍ମୀକି ଚାକରାଣୀ ହେବା ପାଇଁ ଅଭିଶାପ ଦେଲେ। ଏହାପରେ ମାତା ଲକ୍ଷ୍ମୀ ସେ ବଗିଚାକୁ ଚାଲିଗଲେ ଯେଉଁଠି ଫୁଲ ତୋଳିକରି ଆଣିଥିଲେ। ତାଙ୍କୁ ସେଠି ଜଣାପଡ଼ିଲା ସେଇ ବଗିଚାଟି ଗୋଟିଏ ମାଳିର, ଯାହାର ନାମ ମାଧବ ଅଟେ। ଲକ୍ଷ୍ମୀ ମାଳିର ଘରେ ଚାକରାଣୀ ରୂପରେ କାମ କଲେ। ଯେବେ ଅଭିଶାପର ଅବଧି ସମାପ୍ତ ହେଲା ତାପରେ ମାତା ଲକ୍ଷ୍ମୀ ବୈକୁଣ୍ଠକୁ ଚାଲିଗଲେ। ମହାଭାରତ ଯୁଦ୍ଧ ଶେଷ ହେବାକୁ ଯାଉଥାଏ। ପିତାମହ ଭୀଷ୍ମ ସରଶଯ୍ୟାରେ ଶୋଇଥିଲେ। ଯୁଧିଷ୍ଠିର ତାଙ୍କ ଭାଇମାନଙ୍କ ସହ ତାଙ୍କ ପାଖରେ ବସି ଧର୍ମ ଉପଦେଶ ଶୁଣୁଥିଲେ। ସେହି ସମୟରେ ଦ୍ରୌପଦୀ କହିଲେ, ପିତାମହ, ମୋର ଗୋଟିଏ ପ୍ରଶ୍ନ ଅଛି। କୁହ ଝିଅ। ଭୀଷ୍ମ ପିତାମହ ସ୍ନେହରେ କହିଲେ, ହେ ପିତାମହ, ମୁଁ ପ୍ରଥମରୁ କ୍ଷମା ମାଗି ନେଉଛି। ଏ ପ୍ରଶ୍ନଟି ତେଢ଼ା ଅଟେ। ପୁତ୍ରୀ, ଯାହା ପଚାରିବାର ଅଛି ନିର୍ଭୟରେ ପଚାର। ପିତାମହ, ଯେବେ କୌରବ ସଭାରେ ଦୁଃଶାସନ ମୋର ବସ୍ତ୍ର ହରଣ କରୁଥିଲା ସେହି ସମୟରେ ଆପଣ ସେଠି ଉପସ୍ଥିତ ଥିଲେ, କିନ୍ତୁ ଆପଣ ମୋର ସହାୟତା କଲେ ନାହିଁ। ସେହି ସମୟରେ ଆପଣଙ୍କର ବିବେକ ଓ ଜ୍ଞାନ କୁଆଡ଼େ ଯାଇଥିଲା? ଜଣେ ଦୁର୍ବଳ ନାରୀର ବସ୍ତ୍ର ହରଣ ଦୃଶ୍ୟ ଆପଣ କେମିତି ଦେଖିପାରୁଥିଲେ? ଏହା ଶୁଣି ପିତାମହ ଭୀଷ୍ମ ଗଭୀର ହୋଇଗଲେ। ଏହି ପ୍ରଶ୍ନ ତାଙ୍କ ପାଖକୁ ପ୍ରଥମ ଥର ଆସିନଥିଲା। ଯେଉଁ ସମୟରେ ଏ ଘଟଣା ଘଟିଥିଲା ସେହି ସମୟରେ ଏ ପ୍ରଶ୍ନ ପଚରା ଯାଇଥିଲା। ଯେବେ ବି ଏ ଘଟଣା ମନେ ପଡ଼େ ତାଙ୍କୁ ଏ ପ୍ରଶ୍ନ ମନେ ପଡ଼େ। ଆଜି ଏହି ପ୍ରଶ୍ନ ଦ୍ରୌପଦୀ ପଚାରିଥିଲେ। ଭୀଷ୍ମ କହିଲେ, ପୁତ୍ରୀ, ତମେ ଠିକ୍ କହିଛ। ମୁଁ ସେହି ସମୟରେ ଦୁର୍ଯ୍ୟୋଧନର ପାପର ଅନ୍ନ ଖାଉଥିଲି। ସେହି ପାପ ମୋର ମନରେ ଓ ମସ୍ତିଷ୍କରେ ଥିଲା। ମୁଁ ଦେଖୁଥିଲି ଯେ ଅତ୍ୟାଚାର ହେଉଛି, ହେଲେ ମୁଁ ବନ୍ଦ କରିପାରୁନଥିଲି। ମୁଁ ଚାହୁଁନଥିଲି ଏମିତି ହେଉ। ମନା କରିବାର ସାମର୍ଥ୍ୟ ମୋ ପାଖରେ ନଥିଲା। ତାପରେ ଦ୍ରୌପଦୀ ପଚାରିଲେ, ଆଜି ଏହି ଜ୍ଞାନ କେମିତି ପ୍ରକଟ ହେଲା? ଭୀଷ୍ମ କହିଲେ, ପୁତ୍ରୀ, ଅର୍ଜୁନ ବାଣରେ ସେହି ସାରା ରକ୍ତ ମୋ ଦେହରୁ ବାହାରି ଯାଇଛି, ଯେଉଁଥିରେ ଦୁର୍ଯ୍ୟୋଧନର ପାପର ଅନ୍ନର ପ୍ରଭାବ ଥିଲା। ଏବେ ମୁଁ ତ ରକ୍ତବିହୀନ ପ୍ରାଣୀ ଅଟେ। ଏଥିପାଇଁ ମୋ ବିବେକ ଆଜି ସତେଜ ଅଟେ। ମୋ ଶରୀରରୁ ପାପ ଅନ୍ନରେ ତିଆରି ହୋଇଥିବା ରକ୍ତ ବାହାରି ଯାଇଛି। ଏହାପରେ ଦ୍ରୌପଦୀକୁ କିଛି କହିବାର ହିଁ ନଥିଲା।
ଏହି ଉତ୍ତରରେ ସେ ସନ୍ତୁଷ୍ଟ ହୋଇଯାଇଥିଲେ।